हाँ सांग माने गोटे कुतकुतिया मजादार गप सुनवा। दुई सांग को नहीं गपटी से दुई सांग भीतर जड़े धनी और जड़े गरीब। धनी सांगटा आज्ञा सहर रे रहे, गरीब सांग गाँ रे रहे। बहु दिन बीतीगला, दुई सांगଙ୍କ ଭିତରେ भेटघाट ହେଇନଥିଲା, ଦେଖା ସାକ୍ଷାତ ହେଇନଥିଲା। ଦେଖା ସାକ୍ଷାତ ହେଇନଥିବା ସମୟ ଭିତରେ ଧନୀ ସାଙ୍ଗଟେ କେମିତି କେଜାଣି କାଲା ହେଇଗଲା। ସେ କାଲା ହବା କଥା ତାର ଗରିବ ସାଙ୍ଗ ଜାଣିନଥିଲା। ଅନେକ ଦିନ ଧରି ତ ଦୁଇ ସାଙ୍ଗଙ୍କ ଭିତରେ ଦେଖା ସାକ୍ଷାତ ହେଇନଥିଲା। ତାଉ କୌଣସି ସୂତ୍ରରୁ ଧନୀ ସାଙ୍ଗଟା ଶୁଣିବାକୁ ପାଇଲା ଯେ ତାର ଗରିବ ସାଙ୍ଗ ସିରିୟସଲି ଅସୁସ୍ଥ ଥିଲା। ତେଣୁ ସେ କ'ଣ କଲା, ଯେହେତୁ ସାଙ୍ଗ ବିପଦ ବେଳେ ସାହା ହେବା କଥା, ପାଖରେ ଠିଆ ହେବା କଥା, ତେଣୁ ସେ ଧନୀ ସାଙ୍ଗ ଭାବିଲା ଯଦି ସାଙ୍ଗ ମୋର ଜ୍ୱର ହେଉଛି, ସିରିୟସ୍ ହେଇଯାଇଛି, ମୁଁ ତାକୁ ଯଦି ଦେଖା ନ କରେ ସେ ଗୋଟେ ଖରାପ ଭାବିବ। ତେଣୁ ଧନୀ ସାଙ୍ଗ ତାର ଗରିବ ସାଙ୍ଗକୁ ଦେଖା କରିବାକୁ ଯିବା ପାଇଁ ସ୍ଥିର କଲା। କିନ୍ତୁ ସେ ଯେ ନିଜେ କାଲା ହେଇଯାଇଛି ଏ କଥା ତ ତା ସାଙ୍ଗ ଜାଣେନି। ତେଣୁ କାଲା ହେଇଥିବା କଥାଟା ତା ସାଙ୍ଗକୁ ଏଭଏଡ୍ କରିବାକୁ, ଛପେଇବାକୁ, ଲୁଚେଇବାକୁ ଏ ଧନୀ ସାଙ୍ଗ ଗୋଟେ ଉପାୟ ବାହାର କଲା। କାଲା ହେଇଯାଇଛି ନା, ତେଣୁ ତା ସାଙ୍ଗ ସହିତ କେମିତି କାଇଦା କୌଶଳ କରି କଥାବାର୍ତ୍ତା ହେଲେ ତା ସାଙ୍ଗ ଇଏ କାଲା ହେଇଥିବା କଥା ଜାଣିପାରିବ ନାହିଁ, ସେଇ ଉପାୟ ସେ ବାହାର କଲା। ମାନେ ସେ ବେଶୀ କିଛି ତା ସାଙ୍ଗ ସହିତ କଥା ହବ ନାହିଁ। ଆବଶ୍ୟକ ଦୃଷ୍ଟିରୁ ଯେତିକି କଥା ହେବା କଥା ସେତିକି କଥା ହବ ବୋଲି ସେ ସ୍ଥିର କଲା। ଗୋଟେ ଆଇଡିଆ କରି ସେଟା ସାଙ୍ଗକୁ ଦେଖା କରିବାକୁ ଗଲା। ସେ ସ୍ଥିର କଲା ଯେ ଯେତେବେଳେ ତା ଅସୁସ୍ଥ ସାଙ୍ଗକୁ ଦେଖା କରିବାକୁ ଯିବ ମାତ୍ର ତିନିଟା କଥା କହିବ। ପ୍ରଥମ କଥା କ'ଣ? ପ୍ରଥମେ ଯାଇ ତାକୁ କହିବ ଗୁଡ୍ ମର୍ଣ୍ଣିଂ, ଶୁଭେଚ୍ଛା ଜଣେଇବ, କେମିତି ଅଛୁ ବୋଲି ପଚାରିବ। ହେଲେ ସାଙ୍ଗ ତ ଗୁଡ୍ ମର୍ଣ୍ଣିଂର ପ୍ରତ୍ୟୁତ୍ତର ଦବ, ଆଉ ସେ ଯେମିତି ଅଛି ତାହା କହିବ। ହେଲେ ଏ ଧନୀ ସାଙ୍ଗ କହିବ ହଉ ଭଲ କଥା। ତାପରେ ଦ୍ୱିତୀୟ କଥାରେ ଧନୀ ସାଙ୍ଗ ଖାଦ୍ୟପେୟ ବିଷୟରେ ପଚାରିବ ଯେ କ'ଣ ଖାଉଛୁ, ରୁଚୁଛି ନା, ଏଇସବୁ କଥା ସେ ପଚାରିବ। ଏଠୁ ତା ସାଙ୍ଗ ଉତ୍ତର ଦବ, ଯାହା ଗୋଟେ ଭଲ ମନ୍ଦ ଉତ୍ତର ଦବ। ଦେଲେ ଧନୀ ସାଙ୍ଗ କହିବ ତାହା ତ ଦେହ ପାଇଁ ଭଲ। ତୃତୀୟ କଥାରେ ଧନୀ ସାଙ୍ଗ କହିବ କ'ଣ ଯେ କୋଉ ଡକ୍ଟର ତୋର ଦେଖାଶୁଣା କରୁଛି, ତୋର ଟ୍ରିଟମେଣ୍ଟ କରୁଛି। ଅସୁସ୍ଥ ସାଙ୍ଗ ତ କହିବ, ଡକ୍ଟର ନାଁଟା କହିବ। ଦେଲେ ଧନୀ ସାଙ୍ଗ କହିବ ଭଲ ଭଲ, ପ୍ରଭୁ ସେ ଡକ୍ଟରଙ୍କ କାର୍ଯ୍ୟକଳାପରେ ସାହାଯ୍ୟ କରନ୍ତୁ, ତାଙ୍କୁ ଆଶୀର୍ବାଦ କରନ୍ତୁ। ଏଇ କଥା କହିବ ବୋଲି ଧନୀ ସାଙ୍ଗ ପ୍ଲାନ୍ କରିକି ତାର ଅସୁସ୍ଥ ସାଙ୍ଗକୁ ଦେଖା କରିବାକୁ ଗଲା। ଏ ଯେତେବେଳେ ତା ଅସୁସ୍ଥ ସାଙ୍ଗକୁ ଦେଖା କରିବାକୁ ଯିବ, ଦୁଇ ସାଙ୍ଗଙ୍କ ଭିତରେ କଥାବାର୍ତ୍ତାର ଉତ୍ତର ଦବା ନବା ଭିତରେ ମଜାଟା ଅଛି। ଧନୀ ସାଙ୍ଗ ତାର ଅସୁସ୍ଥ ସାଙ୍ଗ ଘରକୁ ପହଞ୍ଚିଲା, ଦେଖିଲା ଅସୁସ୍ଥ ସାଙ୍ଗ ଶଯ୍ୟାରେ ଶୋଇଛି, ମାନେ ବିଛଣାରେ ଶୋଇଥିବାର ଦେଖିଲା। ଆଉ ଯାଇକି ତାକୁ କହିଲା, ହଁ ସାଙ୍ଗ ଗୁଡ୍ ମର୍ଣ୍ଣିଂ, କେମିତି ଅଛୁ? ତୁ ଅସୁସ୍ଥ ସାଙ୍ଗ ସେ ଶଯ୍ୟାରେ ଥାଇକି କୁନ୍ଥି କାନ୍ଥିକି କହିଲା, ଆଉ କେମିତି ରହିବି ରେ ଭାଇ, ଗୋଟେ ଅତି ସାଂଘାତିକ ଜ୍ୱର ମତେ ହେଇଛି, ବହୁତ କଷ୍ଟ ଲାଗୁଛି। ଧନୀ ସାଙ୍ଗ ପ୍ରଥମ କଥାର ଉତ୍ତର ଯାହା ଦବ ବୋଲି ପୂର୍ବରୁ ପ୍ଲାନ୍ କରିକି ଆସିଥିଲା, ସେଇ ହିସାବରେ କହିଲା ଭେରି ଗୁଡ୍
ତାହା ତୋ ପାଇଁ ଭଲ। ସାଙ୍ଗର ଏ ପ୍ରକାର ମନ୍ତବ୍ୟ ଶୁଣି ଅସୁସ୍ଥ ସାଙ୍ଗ ମନରେ ଟିକେ ରାଗ ହେଲା। କାହିଁକି ସେ ଅସୁସ୍ଥ ଅଛି, ସେ କହୁଛି ହଁ ସେଇଟା ତୋ ପାଇଁ ଭଲ। ତେଣୁ ତା ମନରେ ଟିକେ ରାଗ ହେଲା, କହିଲେ ଏଇଟା କି ବୋକାଟା ହୋ, ମୁଁ ଅସୁସ୍ଥ ଅଛି କହୁଛି, ସେ କହୁଛି ହଁ ତାହା ତୋ ପାଇଁ ଭଲ। ତାପରେ ଧନୀ ସାଙ୍ଗ ଅସୁସ୍ଥ ସାଙ୍ଗକୁ କ'ଣ ଖାଉଛି କ'ଣ ପିଉଛି ତାକୁ ରୁଚୁଛି କି ନାହିଁ ପଚାରେ। ସାଙ୍ଗର ପ୍ରଥମ ମନ୍ତବ୍ୟରେ ତ ଅସୁସ୍ଥ ସାଙ୍ଗ ରାଗି ଯାଇଥିଲା ନା। ସେ କହିଲା କ'ଣ ଆଉ ଖାଇବି, ବାଲି ଗୋଡ଼ି ଏଇଗୁଡ଼ା ଖାଉଛି, ଆଉ ଯାହା ତ ରୁଚୁଛି ପାଟିକୁ ଏଗୁଡ଼ା ଖାଇକି ପଡ଼ିଛି। ଆଉ ଧନୀ ସାଙ୍ଗ ତ କାଲା ହେଇଯାଇଛି, ସେ କିଛି ଶୁଣିପାରୁନି। ସେ ଯାହା ପ୍ଲାନ୍ କରିକି ଆସିଥିଲା ଦ୍ୱିତୀୟ କଥାର ଉତ୍ତର ସେମିତିକା ଦେଲା। ତେଣୁ ଧନୀ ସାଙ୍ଗ କହିଲା ହଁ ସେ ଠିକ୍ ଅଛି, ସେଇଟା ତ ସ୍ୱାସ୍ଥ୍ୟ ପାଇଁ ପୁରା ଭଲ, ହଉ ଠିକ୍ ଅଛି। ଆଉ କହିଲା ତୁ ଜମା ବ୍ୟସ୍ତ ହନା, ଯେତେ ଦିନ ଅସୁସ୍ଥ ଅଛି ସେତେ ଦିନ ସେ ଖାଦ୍ୟ ଖାଇକି ଚଳିଥା, ସେଟା ତ ଦେହ ପାଇଁ ବିଲକୁଲ ଭଲ। ସାଙ୍ଗର ଏମିତିକା ମନ୍ତବ୍ୟ ଶୁଣି ଅସୁସ୍ଥ ସାଙ୍ଗ ଆହୁରି ରାଗିଗଲା। କାହିଁ ସେ କହୁଛି ମୁଁ ଅସୁସ୍ଥତା ଭିତରେ ରୋଗର ଯନ୍ତ୍ରଣାରେ ଛଟପଟ ହଉଥିଲା ବେଳେ ଇଏ ଗୋଟେ ଆସିଲା ମୋ କଟା ଘାରେ ଚୂନ ମାରି। ସେ ଆହୁରି ରହିଗଲା, କେମିତି ଏଇଟା ବୁର୍ବକ ହେଇଗଲା, ମୁଁ ଅସୁସ୍ଥ ଅଛି ଦେଖୁଛି, ମୁଁ କିଛି ଖାଇପାରୁନି, ଇଏ କହୁଛି ହଁ ଭଲ, ମୁଁ ମାଟି ଗୋଡ଼ି ଖାଉଛି କହିବାରୁ ସେ କହୁଛି ଆହୁରି ଭଲ, ଦେହ ପାଇଁ ଭଲ, ମୋତେ ଥଟ୍ଟା କରିବାକୁ। ଏଇଆ ଭାବି ଅସୁସ୍ଥ ସାଙ୍ଗ ଆହୁରି ରାଗିଗଲା। ସେତେବେଳେ ଧନୀ ସାଙ୍ଗ ପଚାରିଛି ଆଚ୍ଛା ଭାଇ, ସେ କୋଉ ଡାକ୍ତର ଟ୍ରିଟମେଣ୍ଟ କରୁଛନ୍ତି? ସେତେବେଳେ ଗରିବ ସାଙ୍ଗଟା ମାନେ ସେ ଅସୁସ୍ଥ ସାଙ୍ଗଟା ଖୁବ୍ ଜୋର ରାଗିକି କହୁଛି ମୃତ୍ୟୁର ଦେବତା ମତେ ଟ୍ରିଟମେଣ୍ଟ କରୁଛି, ଯମ ମତେ ଟ୍ରିଟମେଣ୍ଟ କରୁଛି। ଏ ଧନୀ ସାଙ୍ଗ ତ କିଛି ଶୁଣି ପାରୁନାହିଁ। ସେ ଘରୁ ଯେମିତି କଥାବାର୍ତ୍ତା ହବ ବୋଲି ପ୍ଲାନ୍ କରି ଆସିଥିଲା ସେଇ ପ୍ଲାନ୍ ଅନୁସାରେ କହିଲା ଭେରି ଗୁଡ୍, ଭଗବାନ ସେ ଡାକ୍ତରଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ କାର୍ଯ୍ୟରେ ସାହାଯ୍ୟ କରନ୍ତୁ, ତତେ ସେମିତି ଉତ୍ତମ ଟ୍ରିଟମେଣ୍ଟ ସେ ଡାକ୍ତର କରନ୍ତୁ। ଏ କଥା ଶୁଣି ଅସୁସ୍ଥ ସାଙ୍ଗ ରାଗିଗଲା। ସେ ବିଛଣାରେ ଗଡ଼ିଥିଲା ନା, ଉଠି ବସିଲା ସାଙ୍ଗେ ସାଙ୍ଗେ, କହିଲା ଶଳା ତୁ ମୋ ସାଙ୍ଗ ନା ବେ ଛେନା ଛତୁ, ମୁଁ ଅସୁସ୍ଥ ଥିଲାବେଳେ ତୁ ଏମିତି ମୋତେ ଥଟ୍ଟା କରୁଛୁ। ମୁଁ କହୁଛି ସେ ଡାକ୍ତର ମୋର ଟ୍ରିଟମେଣ୍ଟ କରୁଛି, ଯେ ଯମ ମୋର ଟ୍ରିଟମେଣ୍ଟ କରୁଛି, ମରଣ ମୋର ଟ୍ରିଟମେଣ୍ଟ କରୁଛି କହୁଛି, ତୁ ସେଠି ମୋତେ ସାନ୍ତ୍ୱନା ନ ଦେଇକି ମୋତେ ଫେର କହୁଛୁ ହଁ ତାକୁ ଭଗବାନ ଆଶୀର୍ବାଦ କରନ୍ତୁ। ମୁଁ କହୁଛି ବାଲି ଗୋଡ଼ି ଖାଉଛି, ତୁ ମୋତେ ସାନ୍ତ୍ୱନା ଦେଇ କହୁଛୁ ହଁ ସେଇଟା ମୋ ଦେହ ପାଇଁ ଭଲ। ତୁ କେମିତି ମଣିଷ? ବାହାର ମୋ ଘରୁ ଶୀଘ୍ର ବାହାର। ଏମିତି ସେ ଅସୁସ୍ଥ ସାଙ୍ଗ ରାଗିକି ତାକୁ ଗାଳି ଦେଲା। ହେଲେ ଧନୀ ସାଙ୍ଗ ଶୁଣିଲେ ସିନା ସେ ରାଗିବ, ସେ ଆହୁରି ହସି ହସି କହୁଛି ହଉ ଭାଇ, ଆମର ଟ୍ରେନ୍ ଟାଇମ୍ ହେଇଗଲାଣି, ଆଉ ମୁଁ ଆସେ, ଏ ଫଳ ତକ ରହିଲା ଖାଇଦବୁ, ଆଉ ବାକି କଥା ଫୋନରେ ହବା, ମୁଁ ଆସୁଛି ହେଲା। ଏହା କହି ବାଇ ବାଇ କହିକି ସେ ଧନୀ ସାଙ୍ଗ ସହିତ ପଳେଇଲା। ମୋ ଗପଟା କେମିତି ଲାଗିଲା? ଯଦି ଭଲ ଲାଗିଲା ତେବେ ଲାଇକ୍ କରିଦିଅ, ସେୟାର କରିଦିଅ, ଆଉ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ କରିଦିଅ। ମୁଁ ବି ଆସୁଛି।